एते गहଳି ହେଇଛି ଯେ ବାହାରେ ଯେମିତି ଗରମ ହେଉଛି ମନ୍ଦିର ଭିତରଟା ବି ସେମିତି ଗରମ ହେଉଛି। ଭକ୍ତଙ୍କର ଏତେ ଭିଡ଼ ଯେ ମୁଣ୍ଡ ଖରାପ ହେଇଯାଉଛି। ମୁଁ ନମିତାକୁ କୋଉଠି ଖୋଜି ପାଇବି ଯେ? ମୁଁ ଯାଉଛି ସେ ଗଛ ମୂଳେ ଅପେକ୍ଷା କରିବି। ମୁଁ ଦେଖିବି ସେ କେତେବେଳେ ଆସୁଛି ଆସୁ। ସବୁବେଳେ ତାର ଲେଟ୍। ଆପଣ କି ଅଜବ ଲୋକ ଆପଣ, ମୁଁ କିଛି ବୁଝିପାରୁନି। ମୁଁ ଆପଣଙ୍କୁ ଚିହ୍ନିନି କି ଜାଣିନି, ଆପଣ ମୋତେ ନାଁ ପଚାରୁଛନ୍ତି। ମୋ ନାଁ ରାଧା, ରାଧା ପଣ୍ଡା। ସୁବ୍ରତ? କୋଉ ସୁବ୍ରତ? ତମ ପ୍ରେମିକ 2 ବର୍ଷ ହେଲା ବ୍ରହ୍ମପୁର ୟୁନିଭର୍ସିଟିରେ ଉଭୟ ପିଜି କରୁଥିଲ, ବର୍ଷ ହେଲା ଲିଭ୍ ରିଲେସନସିପ୍ ରହୁଥିଲ। ସୁବ୍ରତ କୋଉଠି? ସୁବ୍ରତ ତାଙ୍କ ବିଷୟରେ ଏତେ ସବୁ କଥା ଜାଣିଲ କେମିତି? ତାଛଡ଼ା ତମେ କିଏ? ମୁଁ ଅବିନାଶ ସାମନ୍ତରାୟ, ସୁବ୍ରତ ସାମନ୍ତରାୟର ବାପା। ସୁବ୍ରତ କୋଉଠି? ମୁଁ ଜାଣିନି। ଜାଣିନ? 2 ବର୍ଷ ହେଲା ଭଲ ପାଉଥିଲ, ବର୍ଷେ ହେଲା ଏକାଠି ରହୁଥିଲ, ଆଉ ମାସେ ତଳେ ମନ୍ଦିରରେ ବିବାହ କରିଛ, ତାପରେ କହୁଛ ତମେ ଜାଣିନ? କି ଅଜବ ଲୋକ ତମେ, ମୁଁ କିଛି ବି ବୁଝିପାରୁନି। ଭଲ ପାଇବା, ଲିଭ୍ ରିଲେସନରେ ରହିବା ଏଇଟା କିଛି ନୂଆ କଥା ନୁହେଁ। ତାଛଡ଼ା ଆମେ ସାଙ୍ଗ ହେଇକି ରହୁଥିଲୁ। କିଛି ଦିନ ରହିଲା ପରେ ଆମ ନିଜକୁ ଭଲ ଲାଗିଲାନି। ସେଥିପାଇଁ ଆମେ ଭାବିଲୁ ଆମେ ଦୁଇ ପଟୁ ଅଲଗା ହେଇଗଲେ ଭଲ ରହିବୁ। ବାସ୍ ରହିବାକୁ ଅଲଗା ହେଇଗଲୁ ନା ମୋ ପୁଅକୁ ମର୍ଡର କରିଦେଲୁ? ଭଲରେ କହ, ମୋ ପୁଅକୁ କାହିଁକି ମର୍ଡର କଲୁ? ତା ନହେଲେ ମୁଁ ତୋତେ ଏଇ ସାଙ୍ଗେ ସାଙ୍ଗେ ପୋଲିସ ଷ୍ଟେସନରେ ଚାଲ ମତେ କିଏ କୋଉଠି ଅଛ? ଏ ଲୋକଟା ମୋ ସହିତ କେତେ ଅଜବ ବ୍ୟବହାର କରୁଛି ଦେଖିଲେ? ଓ ବାବୁ, ଦେଖିବା ପାଇଁ ତ ଗୋଟେ ଭଦ୍ର ଘର ଲୋକ ଭଳି ଲାଗୁଛନ୍ତି। ଆପଣଙ୍କ ଘରେ କ'ଣ ମା ଭଉଣୀ ଝିଅ ନାହାନ୍ତି? ମନ୍ଦିର ପିଠାରେ ଗୋଟେ ଝିଅଟା ଟଣା ଘୋଷରା କରୁଛନ୍ତି। ଆପଣଙ୍କୁ ଟିକେ ଖରାପ ଲାଗୁନି? ଛି ଛି ଛି। এই লোকটাকে আমি পুলিশে ଦେଇଦେବା। ତୁ ଠିକ୍ କହିଛୁ। ଇଏ କ'ଣ ମୋତେ ଧମକ ଦେଉଛନ୍ତି ଯେ ପୋଲିସରେ ଦେବେ ବୋଲି? ଚାଲ ନମିତା, ଆମେ ଆଙ୍କୁ ନେଇ ପୋଲିସରେ ଦେବା। ଜାଣିଛୁ ଇଏ କହୁଛନ୍ତି ମୁଁ କୁଆଡ଼େ ତାଙ୍କ ପୁଅକୁ ମାରି ଦେଇଛି। ହଁ, ସୁବ୍ରତ କୁଆଡ଼େ ଆଙ୍କରି ପୁଅ। ତୁ ତାକୁ ମାରି ଦେଇଛୁ? ଡାଡି ନା, ଡାଡି ଆପଣ ଏମିତି ଭାବରେ ରାଧାକୁ ଟଣା ଘୋଷରା କରୁଥିଲେ କାହିଁକି? ପୁଅକୁ ସେ ମାରି ଦେଇଛି। ଛାଡ଼ିଦେବି ମୁଁ ତୋତେ, ଛାଡ଼ିଦେବି ମୁଁ ତୋତେ ପୋଲିସ ଷ୍ଟେସନ ନେବି। ମିଛ କହୁଛନ୍ତି ଆପଣ। କାହିଁକିନା ମୁଁ ଭଲ ଭାବରେ ଜାଣିଛି ସୁବ୍ରତଙ୍କର କେହି ବି ନାହାନ୍ତି। ମୁଁ ତାଙ୍କୁ ଯେତେବେଳେ ପଚାରେ ସେ ଗୋଟିଏ କଥା କୁହନ୍ତି, ମୁଁ ଯେମିତି ଅନାଥ ସେ ବି ଠିକ୍ ସେମିତି ଅନାଥ। ମିଛ କହୁଛନ୍ତି ଆପଣ। ହଁ ଡାଡି, ମୁଁ ରାଧାକୁ ଯେତେବେଳେ ପଚାରିଛି ସେ ମୋତେ ସବୁବେଳେ ସେଇ ଗୋଟିଏ ଉତ୍ତର ଦେଇଛି, ସୁବ୍ରତଙ୍କର କେହି ନାହାନ୍ତି, ସେ ଗୋଟେ ଅନାଥ। ମିଛ କହିଛି ଏ ଝିଅ। ପଚାର ତାକୁ 2 ବର୍ଷ ହେଲା ସେ କାହାକୁ ଭଲ ପାଉଥିଲା, ଆଉ ପଚାର ମାସେ ତଳେ କାହା ସହିତ ସେ ମନ୍ଦିରରେ ବିବାହ କରି, ଆହୁରି ବି ପଚାର କାହାକୁ ନେଇ ସେ ତା ବାନ୍ଧବୀକୁ ଦେଖା କରିବାକୁ ଯାଇଛି। ଭଲରେ କହୁଛି, ଚାଲ ମୋ ସହିତ ପୋଲିସ ଷ୍ଟେସନ। ଚାଲ ଆବେ ଚାଲ। ରାଧା, ଆବେ ଆଇଛୁ କଣ? ଚାଲ। ମୋ ଡାଡି ଯାହା କହୁଛନ୍ତି ସେଇଆ ସତ କଥା। ତୁ ମୋ ଭାଇ ତାଙ୍କ ପାଖରେ କିଛି ପ୍ରମାଣ ଅଛି? ତୋ ପାଖରେ କିଛି ପ୍ରମାଣ କିଛି ଅଛି? ଆବେ ଚାଲ। এই দেখ, ये कौन? तोर से प्रेमिकरू स्वामी जासिथिबा सुब्रत सामन्तराय। सुब्रत को भल पाउथुलु जे तो प्रेमिकर स्वामी साथी थिले? कह राधा कह।
ମୋତେ ବାହା ହେବା ପାଇଁ ଜିଦ୍ ଧରି ବସିଲେ। ମୁଁ ତାକୁ ଯେତେ ମନା କଲେ ବି ସେ ମୋ କଥା ଜମା ବି ଶୁଣିଲେନି। ଜାଣିଛୁ ନମିତା, ତାଙ୍କ ସହିତ ମୋର କିଛି ଅନ୍ତରଙ୍ଗ ଭିଡ଼ିଓ ଆଉ ଫଟୋ ସୋସିଆଲ ମିଡ଼ିଆରେ ଛାଡ଼ିଦେବା ପାଇଁ ମୋତେ ବ୍ଲାକମେଲିଂ କଲେ। ମୁଁ ଆଉ କିଛି ବାଟ ନ ପାଇ ମୁଁ ସୁବ୍ରତକୁ ମାରିଦେଲି। ଆଜି ପର୍ଯ୍ୟନ୍ତ ମୁଁ ଜାଣିଥିଲି ତୁ ଭଲ ପାଠ ପଢ଼ି ଗୀତ ଗାଉ, କିନ୍ତୁ ଜାଣିନଥିଲି ତୁ ଭଲ ଅଭିନୟ କରିପାରୁ, ଗୋଟେ ମନ ବଢ଼ା କାହାଣୀ ଗପି ପାରୁ। ନାଇଁ ଲୋ, ମୁଁ ତ ଭବିଷ୍ୟତ କାହାଣୀ ଗଢ଼ି ଦେବି ଲୋ। ମୋ କାହାଣୀ ତ ପ୍ରଥମରୁ ଅଧୁରା। ମୋତେ ଲାଗେ ମୋ କାହାଣୀ ଲେଖିଲା ବେଳେ କାରିଗର ଚାରିପଟେ ଅମାବାସ୍ୟାର ଅନ୍ଧକାର ଛାଇଯାଇ। ଦେଖୁନୁ, ବହୁତ କଷ୍ଟରେ ଗୋଟେ ଶବ୍ଦ ଉପରେ ଆଉ ଗୋଟେ ଶବ୍ଦ ଚଢ଼ି ଯାଇଛି ତ, ଗୋଟେ ଅକ୍ଷର ଉପରେ ଆଉ ଗୋଟେ ଅକ୍ଷର ମାଡ଼ି ଯାଇଛି। ମୋ କାହାଣୀ ଲେଖିଲା ବେଳେ କାରିଗର ଆୟତରେ କଲମଟା ନଥିଲା, କି ଶବ୍ଦ ଗୁଡ଼ାକ କଲମ ଅଧୀନରେ ନଥିଲା। ଦେଖୁନୁ, ବହୁତ କଷ୍ଟରେ ଗୋଟେ କଥା ବୁଝିଲା ବେଳକୁ ଆଉ ଗୋଟେ ଧାଡ଼ି କେମିତି ମୋର ଅସଜଡ଼ା କହିଦେଇଛି। ଏଇ ଝିଅ ମୋର ଗୋଟିଏ ବୋଲି ପୁଅକୁ ମର୍ଡର କରି ମୋ ବଂଶ ବୁଡ଼େଇ ଦେଇଛି। ଏଇ ଝିଅ ଛାଡ଼ିବିନି, ମୁଁ ତୋତେ ଛାଡ଼ିବିନି, ମୁଁ ତୋତେ ପୋଲିସ ଷ୍ଟେସନ ନେବି। କିଛି ବି ଭୁଲ ନାହିଁ। अबे चल चल बस अगर नहीं डैडी आनिकी नब ना नहीं डैडी चल बस नहीं छाड़ी दियो नो डैडी छाड़ी देबे ए कथा तू कहि पारुछु हां कहिबुनी केमिति जो झियो बापर होई पारलनी से झियो भाई रहबे केमिति जो झियो बापा मुहरे निया दे पारला भाई मोला की गला तर जाए केते आसे केते भलरे कहूची नहीं डैडी ए नमिता ता निज स्वार्थ पई आपनक सहित प्रतारणा करि थई पारे हेले हेले से आपनक सहित प्रतारणा करिनी डैडी से दिन कहितली आज भी कहूची आपण शिखैतिबा कथा मोरे एबे भी मने अछि सत कहिबा को किया डरिबी सत कहि पछे मले मरिबी सत कहूची डैडी से पेट्रोल ढाली से निआरे जली पड़ी से फाउंस हम यस फाउंस अरे सांग तू ए कौन कलु ना तू कहीं जानिछु मो निज नाटक मो निज हातरे लुहर दरिया भीतर को ठेली देछि जदि सेदिन तू चाहिए तो तो स्वामी को तो पुलिस क्षेत्र धरई दे पारि सेदिन तू तो स्वामी की हरेलु तते मो मो स्वामी देई देली हेले मो डाडी को कोठी आनी मो कोठु देबी तू सिना स्वामी पाई तो शंका सिंदूर को भूली गलु हेले मो डाडी को छात्रे जो सुने स्थान सृष्टि हेची ताको मो केमिते पूर्ण करि थांती मो डाडी सेई दिन खुशी हेबे जो दिन गौर दास भली आसामी अरेस्ट हे जेल को जिबे आउ विचारपति कोर्ट रे बस टेबल बड़े राय जे कहिबे ऑर्डर 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 सुब्रत समुद्र गति निर्भय भाବରେ हत्या କରିଥିବା ଅଭିଯୋଗରେ
ଚାଲିଗଲା। ମରିବ ମରିବ ଏ ରାଧା। ଆଉ ଆଜି ଆତ୍ମହତ୍ୟା କରି ବସେ। ହେ ସମ୍ରାଟ, ତମେ ମୋତେ କ୍ଷମା କରିଦେବ। ହେ ରାଧା ଆଜି ଆତ୍ମହତ୍ୟା କରିବ, ଆଉ ତା ପେଟରେ ଥିବା ଛୁଆଟା ବି ମରିବ। ରାଧା ତମେ ସମୟର ଚକ ମୋ ହାତର ଗୋଟାଏ ପଟ ଟାଣି ଧରିଥିଲା ବେଳେ ତମ ଭଲ ପାଇବାର ଜଞ୍ଜିରଟା ଆଉ ଗୋଟାଏ ପଟ ଭିଡ଼ି ଧରିଥିଲା। ରାଧା, ନିୟତିର ଜଞ୍ଜିର ଠାରୁ ତମ ଜଞ୍ଜିରଟା ଏତେ ଶକ୍ତିଶାଳୀ ଥିଲା ଯେ ଯମଦୂତମାନେ ବାଧ୍ୟ ହୋଇ ମୋତେ ଛାଡ଼ି ଦେଇ ଚାଲିଗଲେ। ତାମାନେ ତମେ ମୁଁ ମରି ନଥିଲି ରାଧା। ସେଦିନ ମୁଁ ମରି ଯାଇଥିଲି ବୋଲି ଭାବି ସେମାନେ ମୋତେ ମହାନଦୀକୁ ଫିଙ୍ଗି ଦେଲେ। ଆଉ ସକାଳୁ ସକାଳୁ ଜଣେ ମାଛ ଧରାଳି ନଦୀ କୂଳରେ ମୁଁ ବଞ୍ଚିଥିବାର ଦେଖି ମୋତେ ମେଡ଼ିକାଲ ନେଲେ। ଆଉ ମେଡ଼ିକାଲରେ ମୋ ଚେତା ଆସିଲା, କିନ୍ତୁ ମୁଁ କିଛି କହିଲିନି। ମୁଁ ନିଜେ ନିଜକୁ ମୁକ ସଜାଇ ଦେଲି। କାହିଁକି ନା ଯଦି ସେମାନେ ଜାଣିଥାନ୍ତେ ମୁଁ ବଞ୍ଚିଛି ବୋଲି, ତାହେଲେ ସେମାନେ ମୋତେ ଜୀବନରୁ ମାରି ଦେଇଥାନ୍ତେ। କିନ୍ତୁ କାହିଁକି କାହିଁକି ସେ ଗୌରା ଦାସ ତମକୁ ମାରି ଦେବାକୁ ବସିଛି? ତା ସହିତ ତମର ଶତ୍ରୁତା କ'ଣ? ଗୌରା ଦାସ? ତମେ କୋଉ ଗୌରା ଦାସ କଥା କହୁଛ? ଆରେ ସେଦିନ ଯେ ତମର ଏ ଅବସ୍ଥା କରିଥିଲା, ଆଉ ସାମାନ୍ୟ ଗୋଟେ ସୁନା ଚେନ୍ ପାଇଁ ତମକୁ ଜୀବନରୁ ମାରି ଦେବାକୁ ବସିଥିଲା, ସେଇ ଗୌରା ଦାସ କଥା କହୁଛି। ଆରେ ତମେ ତାଙ୍କ କଥା କହୁନ ତ? ସେଦିନ ମୋ ପାଖରେ ପହଞ୍ଚି ମୋତେ ଡାକ୍ତରଖାନାକୁ ନେବାକୁ କହୁଥିଲେ। ଆଉ ହଁ, ମୋ ପେଟରୁ ମୁଁ ଛୁରୀ କାଢ଼ିଲା ବେଳେ ମୋତେ ଯନ୍ତ୍ରଣା ହେବ, ରକ୍ତସ୍ରାବ ହେବ ବୋଲି ମୋତେ ପେଟରୁ ଛୁରୀ କାଢ଼ିବାକୁ ମନା କରୁଥିଲେ। ମାନେ ସେ ଗୌରା ଦାସ ନୁହେଁ ରାଧା, ବରଂ ମୋ ନିଜ ଲୋକମାନେ ମୋତେ ମାରିଦେବାକୁ ଚାହୁଁଛନ୍ତି। ଖାଲି ଚାହୁଁଛନ୍ତି ନୁହେଁ ରାଧା, ମୋତେ ଯଦି ପାଖରେ ପାଇବେ ସେମାନେ ମୋତେ ମାରିଦେବେ। କିନ୍ତୁ କାହିଁକି? ସେ କାହିଁକିର ଉତ୍ତର ମୁଁ ତମକୁ ଦେଇପାରିବିନି ରାଧା। ତମ ହାତରେ ଶଙ୍ଖା, ମଥାରେ ସିନ୍ଦୁର ଦେଇ ଯିଏ ତମକୁ ମନ୍ଦିରରେ ବିବାହ କରିଛି, ଯଦି ସେ ସ୍ୱାମୀଟା ବଞ୍ଚି ରହୁ ତମେ ଚାହୁଁଛ, ତାହେଲେ ଏ ଦୁନିଆରେ କହିବନି ତମ ସ୍ୱାମୀଟା ବଞ୍ଚିଛି ବୋଲି। ନାଇଁ, ମୁଁ ପାରିବିନି ସମ୍ରାଟ, ମୁଁ ପାରିବିନି। ତମେ ଜାଣିନ ତମ ମଲା ଖବର ପରଠାରୁ କ'ଣ ସବୁ ଅଘଟଣ ଘଟି ଯାଇଛି। ଆଉ ମୁଁ କେତେ ବଡ଼ ଭୁଲ କରି ବସିଛି କେବଳ ମୋରି ପାଇଁ ଆଜି ମୋ ସାଙ୍ଗର ସଂସାରଟା ଭାଙ୍ଗି ଯାଇଛି। ଭାଙ୍ଗିଲା ସଂସାର ଯୋଡ଼ି ହେଇଯିବ ରାଧା। ଆଉ ମୋ ସାଙ୍ଗ ହେଲେ ତମ ମଥାରୁ ସରେ ସିନ୍ଦୁର ଚାଲିଗଲେ ତମେ ସବୁଦିନ ପାଇଁ ବିଧବା ହେଇଯିବ। ନାଇଁ, ମୋ ସାଙ୍ଗ ତା ସ୍ୱାମୀଠାରୁ ଅଲଗା ରହୁଛି। ସେ ଦି ଜଣଙ୍କ ଭିତରେ ଗୋଟେ ଅଚଳ ପାଚେରୀ ଠିଆ ହେଇଯାଇଛି। ସମୟ ଆସିଲେ ସେ ପାଚେରୀଟାକୁ ଆମେ ହଟେଇ ଦେବା ରାଧା, କିନ୍ତୁ ତମେ କାହା ଆଗରେ କହିବନି ମୁଁ ବଞ୍ଚିଛି ବୋଲି। ନାଇଁ, ମୁଁ ପାରିବିନି ସମ୍ରାଟ, ମୁଁ ପାରିବିନି। ରାଧା, ମୁଁ ଏତେ ବଡ଼ ସ୍ୱାର୍ଥପର ହେଇପାରିବିନି ସମ୍ରାଟ, ମୁଁ ଏତେ ବଡ଼ ସ୍ୱାର୍ଥପର ହେଇପାରିବିନି। ଏ ରାଧା, ତମେ ତ ଜାଣିଛ ମୋ ଭଉଣୀ ନମିତା ତା ସ୍ୱାମୀକୁ ଏତେ ଭଲ ପାଏ ଯେ ଏ ଦୁନିଆରେ କୋଉ ସ୍ତ୍ରୀ ତା ସ୍ୱାମୀକୁ ଏତେ ଭଲ ପାଉନଥିବ। ଏମିତିକି ତମେ ବି ନୁହଁ। ଜାଣିଛି, ସବୁ ଜାଣିଛି। ତମେ ଅପେକ୍ଷା କର ରାଧା, ତମେ ଦେଖିବ ଖୁବ୍ ଶୀଘ୍ର ସେମାନଙ୍କୁ ମୁଁ ଆଇନର କାଠଗଡ଼ାକୁ ଟାଣି ଆଣିବି। ଯେଉଁମାନେ ମୋର ଏ ଅବସ୍ଥା କରିଛନ୍ତି, ତମକୁ ସେତେ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ରାଧା। ତମକୁ ସେତେ ଦିନ ପର୍ଯ୍ୟନ୍ତ ତମକୁ ତମ ଅଭିନୟ କରିବାକୁ ପଡ଼ିବ ରାଧା। ପ୍ଲିଜ୍ ରାଧା, ତମେ କାହା ଆଗରେ କହିବନି ତମ ସ୍ୱାମୀ ବଞ୍ଚିଛି ବୋଲି। ମୁଁ ପାରିବିନି ସମ୍ରାଟ, ମୁଁ ପାରିବିନି। ମୁଁ ଏତେ ବଡ଼ ସ୍ୱାର୍ଥପର ହେଇପାରିବି। ମୁଁ ପାରିବିନି। ତମକୁ ମୋ ନିୟମ ରାଧା